ସମସ୍ତଙ୍କୁ ମୋର ସାରସ୍ୱତ ପ୍ରଣାମ। କଥା କବିତାର ଆଜିର ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ କରୁଛି ମୁଁ ଚକ୍ରଧର। ସାମ୍ପ୍ରତିକ ସମୟରେ କଥା ଓ କାହାଣୀକୁ ଯଦି କି ଅତ୍ୟନ୍ତ ଭିନ୍ନ ଶୈଳୀ ଓ ଅତି ଆମୋଦପୂର୍ଣ୍ଣ ଭାବରେ ସାରଗର୍ଭକ ଆଲୋଚନାରେ ଆପଣଙ୍କ ସାମ୍ନାରେ ସଜେଇ ପାରନ୍ତି, ସେ ହେଉଛନ୍ତି ପ୍ରଥିତଯଶା କଥାକାର ଓ କବି ପ୍ରକାଶ ମହାପାତ୍ର। ଆଜିର ଅଧ୍ୟାୟରେ ତାଙ୍କର ଏକ ଚମକପ୍ରଦ ଗଳ୍ପ, ଗୋଟେ ନିହତ କୁକୁରର କ୍ରାଇମ୍ ଇନଭେଷ୍ଟିଗେସନ୍। ଆସନ୍ତୁ ଶୁଣିବା। ସାର୍, ପୁଲିସ ଇତିହାସରେ ଗୋଟେ କୁକୁରକୁ କେବେ ଆତ୍ମହତ୍ୟା କରିବାରେ ଶୁଣିଛନ୍ତି? ଏଇ ତୁମେ ପୁଣି ଡ୍ୟୁଟି ଆୱାରରେ ଗଞ୍ଜେଇ ଟାଣିଛ ନା ଅଗାଧୁ? ସାର୍ ଗଣେଶ୍ୱର ମହାଦେବଙ୍କ ଦୋହାଇ ସାର୍, ଜାନୁଆରୀ 1ରୁ ପ୍ରମିସ୍ କରି ଛାଡ଼ି ଦେଇଛି। ମାଗଣା ମିଳିଲେ ବି ଥୁ କରିଦେବି। ତାହେଲେ ଏ ଆବଲ ତାବଲ କଥା କାହିଁକି? ସାର୍ ପାଳି ସାର୍ଙ୍କୁ ପଚାରୁନାହାନ୍ତି? ଏଫଆଇଆର୍ ବି ଲେଖା ସରିଛି ଏହା ପାଇଁ, ପଚାରୁନାହାନ୍ତି? କନେଷ୍ଟବଳ ଅଗାଧୁ ଜେନା ପାଢ଼ୀ ସାର୍ଙ୍କ ଆଡ଼କୁ ଇଙ୍ଗିତ କରି କହିଲା। ଇନ୍ସପେକ୍ଟର ଶମ୍ଭୁ ପାଟୁଯୋଶୀ ଆଶ୍ଚର୍ଯ୍ୟ ହେଲେ ଓ ମୁଚୁକୁନ୍ଦି ମାରି ସାମ୍ନାସାମ୍ନି ବସିଥିବା ଏସ୍ଆଇ ପାଢ଼ୀବାବୁଙ୍କୁ ଚାହିଁ ପାଟି ନ ଖୋଲି ଭ୍ରୁ ନଚେଇ ଠାରରେ ପଚାରିଲେ, କ'ଣ ସତ? ଏସ୍ଆଇ ଦୁଃଖବନ୍ଧୁ ପାଢ଼ୀ ସୁଖୀ ହସଟିଏ ହସି ମୌନରେ ମୁଣ୍ଡଟିକୁ ଲାଡ଼ିଦେଲେ। ଅର୍ଥ ସୂଚେଇଲା, ହଁ ସତ। କ'ଣ ସତ? ହଁ ସତ। ଲୋକମୋଟିଭରୁ ଧୂଆଁ ବାହାରିଲା ପରି ଶମ୍ଭୁ ଗୋଟେ ପ୍ରକାଣ୍ଡ ହସ ହସିଲା, ପରେ ହଠାତ୍ ଗମ୍ଭୀର ହୋଇଗଲେ। ଏସ୍ଆଇ ପାଢ଼ୀଙ୍କୁ ଚାହିଁ କହିଲେ, କୁକୁରର ଆତ୍ମହତ୍ୟା ନେଇ ମୁଁ ଆଶ୍ଚର୍ଯ୍ୟ ନୁହେଁ ପାଢ଼ୀ, ଆଶ୍ଚର୍ଯ୍ୟ ତୁମର ଏଫଆଇଆର୍ ନେଇ। ପୋଲିସ ହେଲ ବୋଲି କାଣ୍ଡ ଜ୍ଞାନ ବର୍ଜିତ ହେବ? କୁକୁର ବୋଲି ଜାଣିଲା ବେଳକୁ ଏଫଆଇଆର୍ ଲେଖା ସରିଥିଲା ସାର୍। ଅଭିଯୋଗକାରିଣୀ କହିଲା ବେଳେ ଲାଗୁଥିଲା ଯେ ତାଙ୍କ ପରିବାରରୁ କିଏ ଆତ୍ମହତ୍ୟା କରିଛି ବୋଲି। ପରେ ଜାଣିବାକୁ ପାଇଲୁ ସେ ତାଙ୍କ କୁକୁର। ଖାଲି ସେତିକି ନୁହେଁ ସାର୍, ତଦନ୍ତ ବି କରିଛୁ। କ'ଣ? ହଁ, ଅଭିଯୋଗକାରିଣୀଙ୍କ ବାଡ଼ି ପାଖେ ପାଚେରୀରୁ ବାହାରିଥିବା ଗୋଟେ ରୋଡ଼ରେ ବେକରେ ରସି ଦେଇ ଝୁଲୁଥିଲା କୁକୁରଟି। ଭୂଇଁ ଉପରୁ 1.5 ଫୁଟ ଛାଡ଼ି ପାଦ ପାଖରେ ଗୋଟେ ନାଲିଆ ଚୌକି ଓଲଟି ପଡ଼ିଥିଲା। ଲାଗିବ ଯେମିତି କୁକୁରଟି ଆତ୍ମହତ୍ୟା କରିଛି। ଅଭିଯୋଗକାରିଣୀ ପ୍ରଥମେ ଦାବି କରିଥିଲେ ଯେ ଏହା ଆତ୍ମହତ୍ୟା ନୁହେଁ, ଏକ ସୁଚିନ୍ତିତ ହତ୍ୟାର ଷଡ଼ଯନ୍ତ୍ର। ପରେ ପୁଣି କଥା ବଦଳେଇଲେ। ତମେ କ'ଣ ଭାବୁଛ? ଫେଁ କିନା ହସିଦେଲେ ପାଢ଼ୀବାବୁ। କହିଲେ, ସାର୍ କୁକୁର କ'ଣ କେବେ ଆତ୍ମହତ୍ୟା କରିପାରେ? ତେବେ ଆମେ ତା'ର ଫଟୋଟିଏ ଉଠାଇ ଆଣିଛୁ। କିନ୍ତୁ ସାର୍, ମିସେସ୍ ମାଲହୋତ୍ରାଙ୍କ କହିବା ଅନୁଯାୟୀ କୁକୁରଟା ଭୀଷଣ ଇଣ୍ଟେଲେକ୍ଚୁଆଲ୍। କ'ଣ ଇଣ୍ଟେଲେକ୍ଚୁଆଲ୍? ୟେସ୍ ସାର୍। ଆଚ୍ଛା, ଉଦାହରଣ ଦିଅ। ସାର୍, ଚିଠା ଧରାଇ ଦେଲେ ସେ ଚିଠାକୁ ଦାନ୍ତରେ କାମୁଡ଼ି ମାର୍କେଟରୁ ସଉଦା ଆଣିପାରେ। କରୋନା ଲାଗି ମିସେସ୍ ମାଲହୋତ୍ରା ବାହାରକୁ ବାହାରନ୍ତି ନାହିଁ, ତେଣୁ ସବୁଦିନ ଗେଟ୍ ପାଖରୁ ପେପର କାମୁଡ଼ି ଘରେ ଟିପଇ ଉପରେ ରଖିବା କାମଟିକୁ ସେ ବିଧିବଦ୍ଧ ଭାବରେ କରେ। ବେଳେବେଳେ ମାଲିକ ମାଲିକାଣୀଙ୍କୁ ଭୁଆଁ ବୁଲେଇବା ପାଇଁ ଏମିତି ଲୁଚିବ ଯେ ସେମାନେ ଖୋଜି ଖୋଜି ନୟାନ୍ତ ହେଲା ପରେ ଯାଇ ମୁହଁ ଦେଖାଇବ। ପୁଣି କେଉଁଦିନ ଖାଇବା ମନକୁ ନ ପାଇଲେ ରୁଷିବ ଯେ ରୁଷିବ, ସାରା ଦିନ କିଛି ଖାଇବନି। କମ୍ କି, ଠିକ୍ ମଣିଷ ଭଳି କଥା ସବୁ ବୁଝିପାରେ ସାର୍। ଏମିତିକି ଠାର ବି ବୁଝେ। ଇଜ୍ ଇଟ୍? ୟେସ୍ ସାର୍। ମଣିଷ ଭଳିଆ ସବୁ କଥା କରିପାରେ ମାନେ ସୁଇସାଇଡ଼୍ଟା କାହିଁ କରିପାରିନଥିବ? ସାର୍, କି କଥା! କୁକୁର ଜାତିର ଇତିହାସରେ ସୁଇସାଇଡ଼୍ କରିବା କଥା ନାହିଁ ପରା। କେମିତି ହେବ ଯେ କହିଲେ? ମାଙ୍କଡ଼ ହେଇଥିଲେ ବରଂ ବିଶ୍ୱାସ କରାଯାଇ ପାରିଥାନ୍ତା, କାରଣ ଆଜିକାଲି ମାଙ୍କଡ଼ମାନେ ନଥିବା କଥା ସବୁ କରୁଛନ୍ତି। ଗୁଣଗ୍ରାମ ଦେଖୁନାହାନ୍ତି? ହୁ ବହୁ ମଣିଷ ଭଳି। ବେଳେବେଳେ ତ ଆପଣ ଦ୍ୱନ୍ଦ୍ୱରେ ପଡ଼ି ଜାଣିପାରିବେନି ଯେ କିଏ ମଣିଷ କିଏ ମାଙ୍କଡ଼। ଆଚ୍ଛା, କେମିତି? ପାର୍ଲାମେଣ୍ଟରେ ଯାଇ ଦିନେ ବସୁନାହାନ୍ତି ସାର୍, ପ୍ରମାଣ ପାଇଯିବେ। ହଁ, ତେବେ ମାଙ୍କଡ଼ ମାଙ୍କଡ଼, କୁକୁର କୁକୁର। କୁକୁର କଥା କହିଲେ ମାନିବିନି ଆଜ୍ଞା। ନା, କାହିଁ ମାନିବନି? ଏଣେ କହୁଛ ପରା ଇଣ୍ଟେଲେକ୍ଚୁଆଲ୍ ବୋଲି, ପୁଣି କହୁଛ ସେ ଠାର ମାର ସେ କଦଳୀ ସବୁ ବୁଝେ। ହଁ, ବୁଝେ ତ ସାର୍। ଆରେ ଠାର ବୁଝୁଛି ମାନେ ତ ପୋଏଟ୍ରି ବି ବୁଝୁଥିବ। ପୋଏଟ୍ରି ବୁଝୁଛି ମାନେ ପୋଏଟ୍ ଭଳି ଇମୋସନାଲ୍ ବି ହେଇଥିବ। ଆଉ ଇମୋସନାଲ୍ ପ୍ରାଣୀ କୁଛ ବି କର ସକତା ହୈ, କୁଛ ବି। ବୁଝିଲି ଯେ ସାର୍, ଇତିହାସରେ ନାହିଁ ଯେତେବେଳେ ଭାଡ଼ ମେ ଯାଏ ଇତିହାସ। ଇତିହାସରେ ନାହିଁ ମାନେ ଯେ ହବନି ଏମିତି କି ଗ୍ୟାରେଣ୍ଟି ଅଛି? କିଏ ଜାଣେ, ସେ କୁକୁର ହୁଏତ ହିଷ୍ଟ୍ରି ମେକର ହେଇପାରେ। ନା, ହେଇପାରିବନି ସାର୍। ତଦନ୍ତ ଅନ୍ୟ କଥା କହୁଛି।
ତାମାନେ ତାମାନେ ୟା ଭିତରେ ତଦନ୍ତ ବି କରିସାରିଲଣି? ଆପଣ ତ ସାର୍ ମ୍ୟାମ୍ଙ୍କ ଡେଲିଭରି ପାଇଁ 15 ଦିନିଆ ଛୁଟିରେ ଥିଲେ। ସେ ଭିତରେ ଅନେକ ଘଟଣା ଘଟିଯାଇଛି ସାର୍। ରେଜଲ୍ଟ ନଥିଙ୍ଗ ସାର୍। ମାନେ ହେଲା ରେଜଲ୍ଟ ଜାଣିବାକୁ ହେଲେ ପ୍ରଥମେ ଆପଣଙ୍କୁ ସମଗ୍ର ବୃତ୍ତାନ୍ତଟି ଜାଣିବାକୁ ହେବ, କିନ୍ତୁ ତା ପୂର୍ବରୁ ବୁଝିବାକୁ ହେବ ତଦନ୍ତକାରୀର ତଦନ୍ତ ପ୍ରକ୍ରିୟାଟିକୁ। ହଁ, ସେଇଟା ତ ଆମ ପୋଲିସ ଟ୍ରେନିଂରେ ଦିଆଯାଇଥାଏ। ଏଇ ପାଢ଼ୀ, ନୂଆ କଥା ପୁଣି କ'ଣ? ଅଛି ସାର୍, ଅଛି। ହ୍ୱାଟ୍ ଇଜ୍ ଦ୍ୟାଟ୍? ମାଇଣ୍ଡ କରିବେନି ସାର୍, ଏଇନା ଟିକେ ଆଗରୁ ମୋତେ ଯେଉଁ ଆପଣ ଅକାଣ୍ଡ ଜ୍ଞାନୀ ବୋଲି କହିଦେଲେ, ରିଏଲି ଆଇ ଏମ୍ ନଟ୍ ଦ୍ୟାଟ୍। ସବୁ ତଦନ୍ତର ଦୁଇଟା ଦିଗ ଅଛି ସାର୍, ଗୋଟେ ଅବଜେକ୍ଟିଭ୍ ଆଉ ଗୋଟେ ସବଜେକ୍ଟିଭ୍। ଅବଜେକ୍ଟିଭ୍ଟା ଖୋଦ୍ ଘଟଣା ହେଲା ବେଳେ ସବଜେକ୍ଟିଭ୍ ହେଉଛି ଘଟଣା ପଛର ଘଟଣା। କିନ୍ତୁ ଫରକଟା କ'ଣ? ଫରକଟା ହେଲା ସାର୍, ପ୍ରଥମଟା ହେଉଛି ଘଟଣାର ଦେହ ଆଉ ସେକେଣ୍ଡଟା ହେଉଛି ଘଟଣାର ଆତ୍ମା। ଘଟଣାଟାକୁ ତ ପୋଲିସ ଫର୍ମୁଲା ଅନୁସାରେ ଜାଣି ହେଇଯିବ, କିନ୍ତୁ ଘଟଣାର ଆତ୍ମାକୁ ଆଚ୍ଛା କୁହ ତାହେଲେ କେମିତି ଜାଣିବ? ନଟ୍ ସୋ ଇଜି ସାର୍। ବଟ୍ ସାର୍, ଘଟଣା ଓ ଚରିତ୍ରର ଆତ୍ମା ଭିତରେ ନିଜ ଆତ୍ମାକୁ ପୂରେଇଲେ ହିଁ ସବୁ କଥା ଜାଣିହେବ। ପୂରେଇଛ? ପୂରେଇଛି ସାର୍। ତାହେଲେ ବୃତ୍ତାନ୍ତଟି କୁହ। ତେବେ ପାଢ଼ୀ, ମୁଁ ଜାଣିଛି ତୁମେ ଗପ କବିତା ଲେଖିବା ଲୋକ, କିନ୍ତୁ ଏ ବୃତ୍ତାନ୍ତରେ ଯେମିତି ତୁମ ସାହିତ୍ୟ ନ ପଶେ, ବୁଝିଲ? ସାର୍ ଟିକେ ଅଧେ ତ ପଶିବ। ସାହିତ୍ୟକୁ ମୁଁ କେବେ କଳ୍ପନା ଭାବେନି ସାର୍, ସେଇଟା ପୁରା ରିଫ୍ଲେକ୍ସନ୍ ଅଫ୍ ଲାଇଫ୍। ଟିକେ ଅଧେ ନ ପଶିଲେ ଅଲଣା ଲାଗିବନି? ତଥାପି ଚେଷ୍ଟା କରିବି ସାର୍। ହୁଁ କିନ୍ତୁ ମାରିବେ। ଓହୋ, ଏ ଅଲଣାରେ ନାଶ ନ ହେଇ ଲୁଣିରେ ଯେମିତି ନାଶ ନ ହଉ। ଦିଅ ଆରମ୍ଭ କର। କରୁଛି ସାର୍, କରୁଛି। ସାର୍, ଶୈଳଶ୍ରୀ ବିହାର DAV ସ୍କୁଲ ସାମ୍ନାରେ ଥିବା ଡୁପ୍ଲେକ୍ସ ଘରଟିରେ ଯେଉଁଦିନ ନୂଆ ଲୋକ ଆସି ରହିଲେ, ସେଦିନ ବିମଳ ବାବୁ ଟିକେ ଖୁସି ହେଲେ। କାହିଁକି ନା ଘରଟା ଅନେକ ଦିନ ଧରି ଖାଲି ପଡ଼ିଥିଲା ନା। ଗତ ମାସରୁ ଯେତେବେଳେ ସେ ଘର ରିପେୟାରିଂ କାମ ଆରମ୍ଭ ହେଲା, ସେତେବେଳେ ପଡ଼ୋଶୀ ବିମଳ ବାବୁ ଜାଣିଲେ ଯେ ଦୀର୍ଘ 2 ବର୍ଷ ଖାଲି ପଡ଼ିଲା ପରେ ଏବେ ଘର ମାଲିକ ବୋଧେ ନିଜ ଘରେ ରହିବାକୁ ମନସ୍ଥ କରିଛନ୍ତି। ହଁ, ବିମଲ ବାବୁଙ୍କର ସ୍ତ୍ରୀ ଆଉ ଗୋଟେ ପୁଅକୁ ନେଇ ଛୋଟ ସଂସାର। ପୁଅ ନାଁ ହେଉଛି ସମ୍ରାଟ। ସିଲିକନ୍ରୁ ବିଟେକ୍ ସାରି ଏବେ 2 ବର୍ଷ ହେଲା ଚାକିରିର ସନ୍ଧାନରେ ବେକାର। ହଁ, କିନ୍ତୁ ବେଶ୍ ମଡ଼ର୍ଣ୍ଣ ଓ ଫୁର୍ତ୍ତିବାଜ। ନୂଆ ଘରକୁ ଆସିଥିବା ଲୋକ ଜଣକ ହେଲେ ଅଜୟ ମାଲହୋତ୍ରା। ଖୋର୍ଦ୍ଧାରେ ତାଙ୍କର ବିୟର ଫ୍ୟାକ୍ଟ୍ରି ଅଛି। ଅଜୟ ମାଲହୋତ୍ରା ଆର୍ମିରେ ମେଜର ଥିଲେ। ଅଣ୍ଟାରେ ଗୁଳି ବାଜିଥିଲା ଆଉ ଚିକିତ୍ସା ପରେ ମଧ୍ୟ ଠିକ୍ ହେଲାନି। ଏବେ ଅଣ୍ଟାରୁ ତଳକୁ ପାରାଲାଇଜ୍ଡ। ସାରାଦିନ ସେଜରେ ଶୋଇ ରହନ୍ତି, କେବେ କେମିତି ହୁଇଲ୍ ଚେୟାରରେ ଟେକା ହେଇ ଆସି ବସନ୍ତି। ସବୁ ବିଜନେସ୍ କଥା ବୁଝନ୍ତି ତାଙ୍କ ସ୍ତ୍ରୀ ଲୁସି ମାଲହୋତ୍ରା। ତାଙ୍କର ଗୋଟେ ସୁନ୍ଦରିଆ ହାଇବ୍ରିଡ୍ କୁକୁର ବି ଅଛି। 51,000 ଦେଇ ନେପାଳରୁ ଆଣିଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି ତା ନାଁ ବି ସମ୍ରାଟ। ତାମାନେ ପାଢ଼ୀ, ତମେ କହୁଛ ଯେ ତାଙ୍କ ପୁଅ ନାଁ ସମ୍ରାଟକୁ ୟାଙ୍କର କୁକୁର ନାଁ ବି ସମ୍ରାଟ? ସେଇ ତ ବିଡ଼ମ୍ବନା ସାର୍। ଓହୋ, ହଉ ବୃତ୍ତାନ୍ତକୁ ଆସ। ହଁ, ତା ପୂର୍ବରୁ ସାର୍ ଲୋକେସନର ଡେସ୍କ୍ରିପସନଟା ବି ଟିକେ ଦେଇଦିଏ। ହଁ, ଦିଅ। 2ଟା ଯାକ ଡୁପ୍ଲେକ୍ସ ଘର ପାଖାପାଖି, ମାନେ ଲଗାଲଗି। 2 ଘରର 2 ପାଖେ ବୁଦୁବୁଦିକିଆ କଣ୍ଟା ବୁଦା ଜଙ୍ଗଲ, କେଉଁ ଅନ୍ୟମନସ୍କ ମଣିଷର ପ୍ରାଇଭେଟ ଜାଗା ବା ସରକାରୀ ଗୋଚର। ଦେଖିଲେ ଲାଗିବ ଏଇ ଘର 2ଟା ଯେମିତି ଆଖପାଖର ଘରଠାରୁ ବିଚ୍ଛିନ୍ନ ହୋଇ ପଡ଼ିଛନ୍ତି। କମ୍ ଟୁ ଦ ପଏଣ୍ଟ ପାଢ଼ୀ। ସାର୍, ଷ୍ଟୋରିଟା ହେଲା, ପ୍ରଥମ ଦିନ ଅଚାନକ ଗୋଟେ ସୁଲଳିତ ନାରୀ କଣ୍ଠର ଆୱାଜ ବିମଳ ବାବୁଙ୍କ ପୁଅକୁ ଚମକେଇ ଦେଲା। ସମ୍ରାଟ, ସମ୍ରାଟ, ସମ୍ରାଟ। ଧାଇଁ ଯାଇ ଦରଜା ଖୋଲି ପଚାରିଲା, ଆଜ୍ଞା ମୋତେ ଡାକୁଛନ୍ତି? ଭଦ୍ରମହିଳା ମୁର୍ଗୀ ହସି ତାକୁ ଚାହିଁଲେ ଆଉ ଗେଟ୍ ପାଖରୁ ଦୌଡ଼ି ଆସି ତାଙ୍କ କୋଳକୁ ଡେଇଁ ପଡ଼ିଥିବା କୁକୁରକୁ ଆଦର କଲେ। ବିମଳ ବାବୁଙ୍କ ପୁଅ ଦ୍ୱନ୍ଦ୍ୱରେ ପଡ଼ିଗଲା। ପ୍ରଥମେ ଜାଣିପାରିଲାନି, କିନ୍ତୁ ଦିନ କେଇଟା ପରେ ବୁଝିଗଲା ଯେ ସେ କୁକୁରର ନାଁ ହେଉଛି ସମ୍ରାଟ। ଓ ଏମ୍ବାରାସିଂ। ହଁ, ମନେ ମନେ ସେ ବିରକ୍ତ ବି ହେଲା। ରକ୍ତ ଚାଉଳ ଚୋବେଇଗଲା। ଆଉ କ'ଣ କରିବ ଆଉ ସାର୍? ତାହେଲେ କହୁଛ ଯେ ଦ୍ୟାଟ୍ ଇଜ୍ ଦ ମେନ୍ ମୋଟିଭ୍ ଅଫ୍ ମର୍ଡର? ମେ ବି ସାର୍। ଅନେକ ଥର ନିଜ ନାଁକୁ ଗୋଟେ କୁକୁର ନାଁରେ ଆବିଷ୍କାର କଲା ପରେ ଗୋଟେ କମ୍ପ୍ଲେକ୍ସ କ୍ରିଏଟ୍ ହେବା ସ୍ୱାଭାବିକ କଥା। ଯାହାର ବି ହେଲେ ହେବ ସାର୍। ଆଉ ନିଜକୁ ଥରେ ହୀନ ଭାବିଲା ପରେ ସେ ହୀନତାରୁ ମୁକ୍ତି ପାଇବାକୁ ଜଣେ ଚେଷ୍ଟା କରିବା ବି ସ୍ୱାଭାବିକ କଥା। ଆଉ ସେ ଚେଷ୍ଟା ଗୋଟେ କୁକୁରର ମୃତ୍ୟୁକୁ ହିଁ ନିର୍ଦ୍ଦେଶ କରିବ। କିନ୍ତୁ କ'ଣ? କିନ୍ତୁ ସାର୍, ମୋଟିଭ୍ ଷ୍ଟ୍ରଙ୍ଗ ହେଇ ନପାରିଲେ
एक्शन भी स्ट्रंग हो पारनि सर। कारण भी अच्छी। लुसी मालहोत्रा होचंती वित्तशालिनी, आर्मी मेजर स्त्री और सम्राट होची तांको अति आदरर कोलपोषा कुकुर। तेणु इच्छाटा केवे भी निजर परिणति को भेटी पारे ना, अवशेष अवशेष ही रही जाए। सम्राट दांत कामुड़ी रहे। अच्छा तार से कुकुर मरला केमती? हाँ किसी अतिरिक्त कथा भी अच्छी सर। लुसी मालहोत्रा देखा खूब सुंदर नहेले टिके सेक्सी आ चुंबकांगी। चुंबकांगी मैग्नेटिक बॉडी सर। बर्तुल उरु उरज, हले टणा टणा सामुका आखि, चाहिला बेले जार पता बहुत कम पड़े और पड़िला बेले आस्ते पड़े। सरू ओठ तले कला भातुड़ी, से कथा कथार ओठ कामुड़ती। ए आकर्षण को सम्राट एड़े पारेनी। तार मने हुए लुसी मालहोत्रा अस्तित्व भी निजे गोटे इंगित। तेणु जिते बड़े भी से नजर पड़ती भिकारी पिला परी दांत देखी छिड़ा हुए, कान कुंडाए, कुकुर उपर प्रतिशोध नवा कथा भूली जाई निजको कुकुर बोली भावे सर। हे केवल सेतिकी भावेनी, अन्य कथा भी भावे। अन्य कथा माने माने मेजर मालहोत्रा बयस अति बेसी 45 ରୁ 48 भितर हम। लुसी तांकर अति कम रे 10-12 वर्ष सान हम सर। अजय मालहोत्रा बहुत समय बीती बॉर्डर ड्यूटी रे, तापर ये दुर्घटना, रोग, चिकित्सा ये सब इत्यादि इत्यादि। स्त्री पाई केते समय से दे पारिथिबे? स्त्री माने सर धन अपेक्षा स्वामी ठारू समय ही अधिका चाहती। हाँ समय दे न पारुथिबारु स्वामीर स्त्रीर पथ हुड़े, अब न हुड़िले भी हुड़िबा को अपेक्षा करे सर। पाड़े मु किंतु सुनिछि स्त्री माने कुआडे मन अपेक्षा धन को बेसी चाहती। के जानी सर, मते तो लगे मन मिलेनी बोली धन आड़िकी मुहांती। हाँ मनटे मिलगले किए पचारे धन? हाँ प्रेम रे बाई हैला बेले लैला थोड़ी पचारिबो ना मजनूर चाकरी कथा। हाँ बुझिली बुझिली बुझिली। हाउ आस टॉपिक को आस। तो सम्राट सब बड़े भावे जे लुसी मालहोत्रा होचंती रौद्र मरुभूमि रे अनंत पथ अतिक्रम करुथुबा एक माई ओट, जार मरुद्यान होउची तांकर एई हरामजादा नेपाली कुकुर। नहले चिरतृष्णारे जणे एते खुश मिजाज रे रहंता केमती? मोटी बाउ टिके स्ट्रंग हे आसलानी पाड़ी सर। लुसी मालहोत्रा टिके एक्जिबिशनिस्ट। किछि किछि झियो थांती सर निजर अंग प्रदर्शन करने को भल पाती। हाँ कारणटा हुए तो एमिति जे समाज सबु नारी को तांको देहरे बांधी दे थाए, फल देहटा पलटि जाए सेमानंकर गोटे पावर पॉइंट। ट्रेडिशनल झियो माने तो चापी चुपी ही रहंती, किंतु सहरी झियो से देहर फायदा नियंती। सेमाने जानती जे ढांकुणी सामान्य हटेई देले गुड़िया पसरारे माछी बसिला परी सहस्र आखिर माछी बाया हेबे। मोर ए नहीं किछटा अलगा भावना आसे सर। लगे जे जो पुरुष माने नारी को देहरे बांधी से पुरुष को अंग प्रदर्शन करी डहल विकल कराइबा होउची नारी मानकर एक अगोचरी प्रतिशोध। धरिच हे बाड़ी, ठीक कथाटी धरिच सर। दुई घरर बाहर पाख गोटे सरू तार बाड़े विभक्त होइछि। एपट घर बारंडारू सेपट घरर लोन दिसे। सुंदर विदेशी मखमली घासर लोन करिसंती लुसी मालहोत्रा। संध्या बेले मैक्सी पिंधि सेठी गार्डन चेयर पकई बसंती। भारी ढिला मैक्सी। गोटे चेयर रे बसी आरो चेयर रे गोड़ टेकी एमिति बसंती जे मैक्सी तलर झापसा अंधार दिसे। सम्राट देखी न देखिला परी रहे। लोन ने बंधा होइतिबा गोटे तार रे तांकर ड्रेस सुखे। बालकनी उपरू परिबा बाला को पाटी करी डाकिबा बेले ईसत नई पड़िथिबा मैक्सीर बेक तळु जाकीजुकी हे रहितिबा कपतर देहांश दिसे। कम देखारे बेसी मने रहिला भली दृश्य। बेले बेले भारी हैरान करे सर। बेसी हैरान करे राति रे। गोटे क्षुधा जेमिति पहाड़ शीर्षरे लुसी मालहोत्रा हे अपेक्षा करि थाए और सम्राट रोज स्वप्न रे गोटे टिफिन कैरियर रे किछि उत्तेजनार आहार भरी पहाड़ चढ़ु थाए। जेते जेते चढ़ु थाए पहाड़ सेते सेते लंबी जाउ थाए। लई लटारे छंदी हुए, ढीमा पत्थर बाजी रक्ताक्त हुए, तथापि चढ़ु थाए। ओहो हो हो पाढ़ी आस्ते आस्ते जीवा आसवा भी बढ़े सार। किछि ना किछि बाहाना तो दरकार। चाकरी खोजिया पई ऐड देखिबा दरकार। लुसी मालहोत्रा टाइम्स ऑफ इंडिया मगांती। लाजरे मागिया को जाए। मुर्की हस पेपर बढ़ाई दिए। मुर्की हसिकी पेपर बढ़ाई दिए। से केबे बाहरु केबे भितर को डाकी
କୁଣ୍ଠାବୋଧ କଟିଗଲା ପରେ ସମ୍ରାଟ ଅନେକ ଥର ଯାଇଛି। ବାହାରେ ହେନା ଫୁଲର ଗନ୍ଧ, କିନ୍ତୁ ଘର ଭିତରକୁ ପଶିଲା ମାତ୍ରେ ରୁମ୍ଟା କୁକୁର କୁକୁର ଗନ୍ଧାଏ। ପ୍ରତିଦ୍ୱନ୍ଦ୍ୱୀକୁ ଭେଟିଲା ପରି ଛକି ବସିଥିବା କୁକୁରଟାକୁ ଭାକ୍ ଭାକ୍ କରେ। ଲୁସି ମାଲହୋତ୍ରା ମଧୁର ଆକଟ କରି କୁକୁରକୁ ଜବତ କରନ୍ତି। ହଁ, ଜବତ କଲାବେଳେ 2-3 ଥର ସମ୍ରାଟ ସମ୍ରାଟ ଏମିତି ଉଚ୍ଚାରଣ କରନ୍ତି ବୋଧେ। ସମ୍ରାଟ ଛାତି ଭିତରେ ଧକ୍କା ଲାଗେ ସାର୍। ହୋମ୍ ଷ୍ଟେରିଓରେ ଇଂଲିଶ ଗୀତ ଲଗାନ୍ତି, ଆମେରିକାନ ଲିଫ୍ ଟି କରି ସମ୍ରାଟକୁ ଦିଅନ୍ତି। ଭାରି ସାଇ ନେଚର ତୁମର ଏମିତି କହି ଓଠକୁ କାମୁଡ଼ନ୍ତି। କହନ୍ତି ଭାରି ଗରମ, ଆସ ମୋ ବେଡ଼ରୁମ୍ରେ ବସିବା। ଲୁସି ମାଲହୋତ୍ରା କ'ଣ ଗପନ୍ତି ସମ୍ରାଟ ଶୁଣିପାରେ ନା। କେବଳ ଏଣୁତେଣୁ ଗପିବା ଭିତରେ କୁକୁରକୁ ଗେଲ କରିବାଟା ନଜରରେ ପଡ଼େ। ଗେଲ କଲାବେଳେ କୁକୁରଟା ଏତେ ହିଂସ୍ର ହେଇଯାଏ କେମିତି? ଇସ୍, କୋଉ ଜାଗାରେ ମୁହଁ ନ ମାରେ, ଗାଲ, ଓଠ, ଛାତି, ତା ତଳକୁ ବି ସବୁଆଡ଼େ। ଲୁସି ମାଲହୋତ୍ରା ଆରେ 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 ଏମିତି କହି କହି ବାରଣ କରନ୍ତି। ବାରଣ କରନ୍ତି ନା ସୁଯୋଗ ଦିଅନ୍ତି। ଡବଲ ବେଡ଼ରୁମ୍, ଗୋଟେ ଛୋଟ ଆଉ ଗୋଟେ ବଡ଼, ପାଖାପାଖି। ଛୋଟ ବେଡ଼ରୁମ୍ର ଦରଜା ଅଧା ଆଉଜା, ଭିତରଟା ଅନ୍ଧାର। ଭିତରୁ ନିକୋଟିନ୍ ଧୂଆଁ ଆସୁଥାଏ। ବର୍ଡ଼ରରେ ଗୁଳି ଚଳାଉଥିବା ଲୋକଟା ତା ଭିତରେ ପାରାଲାଇଜ୍ଡ ହେଇ ଶୋଇଛି। କୁକୁରଟା ଅଧିକ ହିଂସ୍ର ହେଲାବେଳେ ଲୁସି କଣେଇ ସେ ରୁମ୍କୁ ନଜର ଫେରାନ୍ତି। ଲାଗେ ଯେମିତି କାହା ଉପରେ ପ୍ରତିଶୋଧ ନେଉଛନ୍ତି। କୁକୁରଟା କ୍ଳାନ୍ତ ହେଇ ଚାଲିଗଲା ପରେ ଲୁସି ନିଜ ହାତରେ କିଛି ଲାଲ ଲାଲ ରାମ୍ପୁଡ଼ା ଚିହ୍ନକୁ ଦେଖେଇ କୁହନ୍ତି, ଦେଖୁଛ ନା ଶୈତାନଟା କ'ଣ କରିଛି? ଏତିକି କହି ସ୍ଥିର ଦୃଷ୍ଟିରେ ଚାହାନ୍ତି ସମ୍ରାଟକୁ। ସେ ଚାହାଣୀ ଭିତରୁ ଗୋଟେ ସରୀସୃପ ଜୀବ ଲମ୍ବି ଆସିଲା ଭଳି ଲାଗେ। ସମ୍ରାଟ ନିଜ ଭିତରେ କେମିତି ଗୋଟେ ଉତ୍ତେଜନା ଅନୁଭବ କରେ, ଭୟ ବି ଲାଗେ। ତୁମେ ଭାରି ଡରକୁଳା, ଲୁସି ଥରେ କହିଥିଲେ। ସମ୍ରାଟ ମୁଣ୍ଡ ହଲେଇ କହିଥିଲା, ନା ନା, ଜମା ନୁହେଁ। ତେବେ ଏକୁଟିଆ ଅନ୍ଧାରରେ ଟିକେ ଡର ଲାଗେ। ଆଖି ନଚେଇ ଲୁସି କହିଥିଲେ, ଅନ୍ଧାରକୁ ଭୋଗି ନଥିବା ଲୋକ ଆଲୁଅକୁ କେବେ ବି ଭୋଗି ପାରିବନି। ସମ୍ରାଟ କିନ୍ତୁ ବୁଝିପାରିଲାନି କିଛି ସାର୍, କିନ୍ତୁ ବୁଝିଲା ଭଳି ମୁଣ୍ଡ ହଲେଇଲା। କିନ୍ତୁ ଦିନର କଥା ସେଦିନ ରାତିରେ ସ୍ୱପ୍ନ ହେଇ ଆସିଲା। ସମ୍ରାଟ ଦେଖିଲା ତା ସାମ୍ନାରେ ଲୁସି ମାଲହୋତ୍ରା ପାଲଟି ଯାଉଛନ୍ତି ଗୋଟେ ଅନ୍ଧାର ଗଳି। ଲ୍ୟାମ୍ପପୋଷ୍ଟ ଗୁଡ଼ିକରେ ବଲ୍ବ ନାହିଁ। ଗଳି ଭିତରଟା ସନ୍ତସନ୍ତିଆ। ଗଳି ଭିତରୁ କିଏ ଡାକୁଛି, ସମ୍ରାଟ ସମ୍ରାଟ। ଆଉ ସମ୍ରାଟ ତା ଭିତରକୁ ପଶିଲା ବେଳେ ନିଜେ ଗୋଟେ କୁକୁର ପାଲଟି ଯାଉଛି। ସେଦିନ ମେଘୁଆ ପାଗ ହେଇଥାଏ ସାର୍। ଅସରାଏ ବର୍ଷାକୁ ଅପେକ୍ଷା କରିଥିଲା ଭୂମି। ଖାଲି ପବନ ହେଉଥିଲା, ବର୍ଷା ହେଉନଥିଲା। ଘର ଭିତରଟା ବି କେମିତି ଅନ୍ଧାରୁଆ ଲାଗୁଥିଲା। ଲୁସି ମାଲହୋତ୍ରା ବହୁ ସମୟ ନୀରବ ରହିଲା ପରେ କହିଲେ, ଆଚ୍ଛା ତୁମର ଭଲ ନା ପରା ସୋମନାଥ? ମୁଁ ତୁମକୁ ସମୁ ବୋଲି ଡାକିଲେ ତୁମେ ଖୁସି ହେବ ନା? ସମ୍ରାଟ ହଠାତ୍ ଗମ୍ଭୀର ହୋଇଗଲା। କହିଲା, ନା, ମୋତେ ସେ ସମ୍ରାଟ ଡାକିଲେ ହିଁ ମୁଁ ଖୁସି ହେବି। ମୁଁ କେବଳ ସମ୍ରାଟ ହେଇପାରେ, ଅନ୍ୟ କିଛି ନୁହେଁ। ଲୁସି ମାଲହୋତ୍ରା ହସିଲେ ଓ ହଠାତ୍ ସମ୍ରାଟ ଆଡ଼କୁ ଝୁଙ୍କି ଆସି ତା କାନ ପାଖକୁ ମୁହଁ ନେଇ କହିଲେ, ସମ୍ରାଟ ହେବା ସତରେ ଭାରି କଷ୍ଟ। ପରୀକ୍ଷା କରୁନା। ଗାଲ ପାଖରେ ତାଙ୍କ ନିଶ୍ୱାସକୁ ଅନୁଭବ କରିପାରୁଥିଲା ସମ୍ରାଟ। ସକାଳୁ ବୋଧେ ଚିକେନ୍ ଖାଇଥିଲେ, ତେଣୁ କେମିତି ଗୋଟେ ଡାଲଚିନି ମିଶିଆ ଆଇଁଷିଆ ଗନ୍ଧକୁ ଅନୁଭବ କଲା ସେ। ଅଜଗର ସାପର ହିସ୍ ହିସ୍ ସ୍ୱରରେ ଡାକିଲେ, ସମ୍ରାଟ ସମ୍ରାଟ। ହଠାତ୍ ଯେମିତି ବାହାରେ ଘଡ଼ଘଡ଼ି ସହ ବର୍ଷା ହେଲା। ସମ୍ରାଟ ଅନୁଭବ କଲା ଯେ ସେ ଧୀରେ ଧୀରେ କୁକୁର ପାଲଟି ଯାଉଛି। ତାର ଦେହ ସାରା ଲୋମଶ। ହାତ ଭିତରୁ ବାହାରି ଆସୁଛି ମୁନିଆ ନଖ। ଉତ୍ତେଜନାର ଅନ୍ଧାରରେ ହଜି ଯାଉ ଯାଉ ତା ନାକରେ ବାଜିଲା ପୋଡ଼ା ତମାଖୁର ନିକୋଟିନ୍ ଗନ୍ଧ। ସେ ଅଧା ଆଉଜା ଘର ଭିତରୁ ଶୀତଳ ଦୀର୍ଘଶ୍ୱାସ ଭଳି ବାହାରି ଆସୁଛି ନିକୋଟିନ୍ର ସ୍ରୋତ। ସେ ଫେରି ଆସିଲା ଅନ୍ଧାରରୁ ଆଲୁଅକୁ। ଯନ୍ତ୍ରଣା ମିଶ୍ରିତ ହସ ହସି ଲୁସି ମାଲହୋତ୍ରା ଆଖିରେ କହିଥିଲେ ନା ସମ୍ରାଟ ହେବା ଭାରି କଷ୍ଟ ବୋଲି। ଦରଜା ଖୋଲୁ ଖୋଲୁ ବାହାରେ କୁକୁରଟା ଅପେକ୍ଷା କରିଥିଲା। ସମ୍ରାଟ ତାକୁ ଦେଖିଲା ଭୟଙ୍କର ହିଂସ୍ର ଦୃଷ୍ଟିରେ। ତା ପରଠାରୁ ସମ୍ରାଟ ମିସେସ୍ ମାଲହୋତ୍ରାଙ୍କ ଘରକୁ ଯାଉନଥିଲା। ସକାଳୁ ଘରୁ ବାହାରି ସନ୍ଧ୍ୟାକୁ ଫେରୁଥିଲା। ସବୁବେଳେ ଚିନ୍ତିତ ଥିଲା ଭଳି ଲାଗୁଥିଲା ସାର୍। ଏତିକି ଗଳ୍ପର ଆତ୍ମା ସାର୍। ଏବେ ଗଳ୍ପର ଦେହଟାକୁ ଦେଖନ୍ତୁ। ଦେହ ହେଉଛି, ଘଟଣା ଦିନ ସକାଳୁ ମିସେସ୍ ମାଲହୋତ୍ରା ବଡ଼ ଉଦ୍ଭ୍ରାନ୍ତ ଦିଶୁଥିଲେ। ଘଟଣା ସବୁ ବୟାନ କରୁଥିବା ବେଳେ ତାଙ୍କ ଦେହ ଥରୁଥିଲା। ସେ ପାଗଳ ହେଇଯାଇଥିଲେ।
आमे तदंत करने जिते स्पॉट उपरे पहुँचलु सेतेबेले रस्सी झुलुवा कुकुर को कांदी कांदी आउंसी पकईले मिसेस मालहोत्रा। कांदिबा स्वर कहले आपणकर विश्वास हो गोटे कुकुर केबे आत्महत्या करिपारे? हत्याकारी को मु देखा चाहे। हत्यार स्केच तो मु आगु देइछि सार, किंतु घटनास्थल में पहुँची लगिला कि विभत्स मानसिकतार एभली हत्या करा जाई पारे। एतिकी भाविला परे मु ए तदंतर आत्मा भितर जाई पशिली। अच्छा, ए कहानीर शेषटा कौन हम बोली अपेक्षा करिछि पाड़ी? सर सेमिति देखा गले शेषटा आपण जानी सारे। तेबे घटनार ठीक 7 दिन पर आमे जानीगलु हत्याकारी किए, किंतु किछि करिवार नथिला सर, कारण हत्याकारी किछि प्रमाण छाड़ी जाई नथिला। किंतु आमे आसामी को डाकी थाना रे बसैलु, जहाँ पचारे भी से उत्तर दौ नथिला। अच्छा, तापरे सर आम डकरा पाई मिसेस मालहोत्रा आसिले, किंतु से बोधे सम्राट को थाना रे आशा कर नथिले। प्रथमे टिके आश्चर्य हेले, परे हसदे कहले मु मो केसटा उठे नबाकू ही आसी पाड़ी बाबू, कारण रस्सी रे झुलिबा पूर्वरु कुकुरटा मरी सारिथिला। आमर आउ किछि करिवार नथिला सर। एइटा शेष कथा ना सर, आउ खाली टिके अछि। फेरी जावा पूर्वरु मिसेस मालहोत्रा स्टूल उपरे बसिथिबा सम्राट पाखକୁ गले। कमल स्वर रे डाकिले, सम्राट, हे सम्राट। एते समय मुख होई बसथिबा सम्राट मुह खोलला, तळकु मुह पति कहला, सम्राट आत्महत्या करि सारिछि। मिसेस मालहोत्रा ता मुंड बाଳରେ हाथ बुलौ बुलौ आस्ते गଳାରେ कहले, पागल ना कौन? उठ उठ, सम्राट निहत हो पारे किंतु आत्महत्या कर पारे ना। ओह पाड़ी। आज्ञा सर, आगे आगे लुसी मालहोत्रा, पछे पछे सम्राट। मत लगिला ए किछि दिन तले रस्सी रे झुलुथबा कुकुरटा जेमिति जीवन्यास पाई तांको पछे पछे चलीछि। धन्यवाद। तेबे कोरोनार भयावहता जो लॉकडाउन पाई आमे वीडियो शूट करि पारुनु, सेतिपहि ए ऑडियो माध्यम रे कथा कवितार किछि सीरीज आसीबो आपण मानक सामना को। जदि आपण मानक कार्यक्रम भल लगुची ताले से अनुरोध टिकक रहिबो जे याको अन्य मानक सहित शेयर करी एते भल भल गाल्पिक कथाकार कवि एमानक कविता को अन्य मानक सहित शेयर करंतु। जदि आमर चैनल को आपण सब्सक्राइब करना सब्सक्राइब कर दियंतु, ता द्वारा आमे आहुरी उत्साहित हेबु। एवं जदि गल्पटी आपन को भल लगुची, आवृत्ति भल लगुची, ताले कमेंट माध्यम रे आमको जणांतु। रहूछु, नमस्कार।